ଆମେ ଗୋଟେ ସିରିଜ ଦେଖିଲେ ପୂର୍ବରୁ ଯେଉଁ ଅପଲୋଡ଼ ହୋଇଛି ଗ୍ରହମାନଙ୍କର ଖରାପ ଲକ୍ଷଣ କାରଣରୁ ବ୍ୟକ୍ତିଠାରେ କ'ଣ ସବୁ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ଆମର ସିରିଜ ଆସିବ ଗ୍ରହମାନଙ୍କର ଭଲ ପୋଜିସନ୍ ବା ଗ୍ରହ ସଶକ୍ତ ସ୍ଥାନରେ ଥିଲେ ବ୍ୟକ୍ତିର ଲକ୍ଷଣ ଦେଖି ଜାଣିପାରିବା ଯେ ଗ୍ରହଟି ଭଲ ଜାଗାରେ ଅଛି ନା ଦୁର୍ବଳ ଜାଗାରେ ଅଛି। ତ ଷ୍ଟାର୍ଟ କରିବା ଆଜି ସୂର୍ଯ୍ୟ ଗ୍ରହଠାରୁ। ସୂର୍ଯ୍ୟ ଆପଣମାନେ ଜାଣନ୍ତି ଗ୍ରହମାନଙ୍କ ମଧ୍ୟରେ ରାଜା। ତ ବ୍ୟକ୍ତିର ଯଦି ସୂର୍ଯ୍ୟ ଭଲ ପୋଜିସନରେ ଥିବ ସେଭଳି ବ୍ୟକ୍ତିତ୍ୱ ହୋଇଥାଏ, ସେଭଳି ମାନ ସମ୍ମାନ ବା ଅଧିକାରୀର ପାତ୍ର ହୋଇଥାଏ ବ୍ୟକ୍ତି। ଆସନ୍ତୁ ଜାଣିବା ସୂର୍ଯ୍ୟ ଯଦି ଭଲ ପୋଜିସନରେ ଥିବ ବ୍ୟକ୍ତି ସୁଦୃଢ଼ ଶରୀର ହୋଇଥାଏ, ଗଠନ ସୁନ୍ଦର ହୋଇଥାଏ, ଦେଖିବାକୁ ସୁନ୍ଦର ହୋଇଥାଏ ବ୍ୟକ୍ତି ଏବଂ ରାଜା ଭଳି ଜୀବନଯାପନ କରିଥାଏ। ସମାଜରେ ବ୍ୟକ୍ତିକୁ ମାନ ସମ୍ମାନ ମିଳିଥାଏ। ସୂର୍ଯ୍ୟ ଯଦି ଭଲ ପୋଜିସନରେ ଥିବ ସମ୍ପୂର୍ଣ୍ଣ ଭାଗ୍ୟର ସାଥ ମିଳିଥାଏ, ପୁତ୍ର ସନ୍ତାନ ପ୍ରାପ୍ତ ହୁଏ ଏବଂ ସମାଜରେ ମାନ ପ୍ରତିଷ୍ଠା ଆସିଥାଏ ବ୍ୟକ୍ତିକୁ। ପୈତୃକ ସମ୍ପତ୍ତି ପ୍ରାପ୍ତ ହୁଏ ଏବଂ ବ୍ୟକ୍ତିକୁ ପିତାଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳେ। ବ୍ୟକ୍ତି ଜଣକ ପିତାଙ୍କ ବିଜନେସ୍କୁ ଆଗେଇ ନେଇଥାନ୍ତି। ଯାହାର ସୂର୍ଯ୍ୟ ବଳବାନ ଥିବ ସେ କନଫିଡେଣ୍ଟ ଥାଏ, ଇମ୍ୟୁନିଟି ଭଲ ଥାଏ, ପ୍ରମୋସନର ଯୋଗ ରହିଥାଏ ଏବଂ ଏପରି ବ୍ୟକ୍ତି ଘରକୁ ଚଳାଇଥାନ୍ତି। ସୂର୍ଯ୍ୟ ବଳବାନ ଥିଲେ ହରୋସ୍କୋପରେ ବ୍ୟକ୍ତିକୁ ଗଭର୍ଣ୍ଣମେଣ୍ଟ ଟେଣ୍ଡର ମିଳିଥାଏ, ଗଭର୍ଣ୍ଣମେଣ୍ଟ ଜବ୍ର ସୁଯୋଗ ଆସିଥାଏ ଏବଂ ତାଙ୍କୁ ଅନେକ ପ୍ରକାର ସାହାଯ୍ୟ ସହଯୋଗ ମିଳିଥାଏ। ଗୋଟେ ଭଲ ଲିଡର ହୋଇଥାନ୍ତି ଯଦି ସୂର୍ଯ୍ୟ ଭଲ ପୋଜିସନରେ ଥିବ। ବଳବାନ ଜାଗାରେ ବା ଭଲ ପୋଜିସନରେ ସୂର୍ଯ୍ୟ ଥିଲେ ବ୍ୟକ୍ତିର ପଲିଟିକାଲ କନେକ୍ସନ ଭଲ ଥାଏ। ବ୍ୟକ୍ତି ଅତି ଉଚ୍ଚ ଆସନ ପଦପଦବୀ ବିଶିଷ୍ଟ ହୋଇଥାଏ ବା ଅଳଙ୍କୃତ ହୋଇଥାଏ ଯଦି ଉଚ୍ଚ ଆସନରେ ବା ଉଚ୍ଚ ଜାଗାରେ ସୂର୍ଯ୍ୟ ଥିବେ। ଏପରି ସ୍ଥଳେ ବ୍ୟକ୍ତିଟି ଏରୋଗେଣ୍ଟ ଦେଖାଯାଏ ବା ଏରୋଗେଣ୍ଟ ହୋଇଥାଏ। ସେ ନିଜ ମିତ୍ରମାନଙ୍କ ଠାରୁ ମଧ୍ୟ ସୁପିରିୟରିଟି କମ୍ପ୍ଲେକ୍ସ ଦେଖାଇଥାଏ ଏବଂ ମିତ୍ର ହେଲେ ମଧ୍ୟ ତାଙ୍କଠୁ ରାଜା ଭଳି ବ୍ୟବହାର ଚାହିଁଥାଏ ବା ସମସ୍ତେ ଯେପରି ତାକୁ ରାଜା ଭଳି ଟ୍ରିଟ୍ କରନ୍ତି ସେଭଳି ବ୍ୟବହାର ଚାହିଁଥାଏ ଅନ୍ୟମାନଙ୍କ ଠାରୁ। ସୂର୍ଯ୍ୟ ଯଦି ବଳବାନ ଜାଗାରେ ଥିବ ବ୍ୟକ୍ତି ନିଜ ଚାଟୁକାରମାନଙ୍କୁ ଭଲ କହିଥାନ୍ତି। ଅତି ବଳଶାଳୀ ସୂର୍ଯ୍ୟ କାରଣରୁ ବ୍ୟକ୍ତି ଆଧ୍ୟାତ୍ମିକ ଠାରୁ ଦୂରେଇ ଯାଇଥାଏ ଏବଂ ସେ ପାୱାର ଓରିଏଣ୍ଟେଡ୍, ପୋଜିସନ ଓରିଏଣ୍ଟେଡ୍ ହୋଇଯାଇଥାଏ। ସେ କ୍ରିଟିସିଜମକୁ ମଧ୍ୟ ସହି ପାରିନଥାଏ। ଯେଉଁ ବ୍ୟକ୍ତିଙ୍କର ସୂର୍ଯ୍ୟ ଖରାପ ଲକ୍ଷଣ ଦେଖାଦେଉଥିବ ବା ସୂର୍ଯ୍ୟ ଖରାପ ପୋଜିସନରେ ଥିବେ ସୂର୍ଯ୍ୟର ରେଜଲ୍ଟ ଠିକ୍ ପାଇବା ପାଇଁ ବ୍ୟକ୍ତିଙ୍କୁ ସୂର୍ଯ୍ୟୋଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରିବାକୁ ପଡ଼ିଥାଏ ଏବଂ ସ୍ନାନ ପରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବାକୁ ପଡ଼ିଥାଏ ଏବଂ ଠିକ୍ ରେଜଲ୍ଟ ପାଇବା ପାଇଁ ସୂର୍ଯ୍ୟଙ୍କର ବ୍ୟକ୍ତିଙ୍କୁ ମାଣିକରତ୍ନ ଧାରଣ କରିବାକୁ ପଡ଼ିଥାଏ।